ମୋ ନାଁ ଭାଗବତ ମଳିକ। ଭାଗବତ ମଳିକ। ବାଣ ଝୁଅ ଭିଡ଼ୁଥିଲା ମାନେ ବିସ୍ଫୋରଣ ହେଇଯାଇଛି ଭିଡ଼ା ବିଳରେ। ଆଉ କ'ଣ, ମୁଁ ଯାଇଥିଲି ଛେଳି ଚରାଇବାକୁ, ଆମେ 2 ଜଣ ଯାଇଥିଲୁ ଗେରସ୍ତ ହରିଜା। ଦଣ୍ଡାରେ ଥିଲୁ, ଶବ୍ଦ ଶୁଣିକି ଆଇଲୁ। ଝିଅର ସିଏ ଆଲଫାଲା ପୋଡ଼ି ପାଡ଼ି ଯାଇଛି ଦେହ ହାତ। ଆଉ କ'ଣ, ସିଏ ଭିଡ଼ିଲାଣି ପ୍ରାୟ 5 ବର୍ଷ ଖଣ୍ଡେ ହେବ। ସବୁ ବାଣ ଭିଡ଼ି ଦିଏ। ଷ୍ଟାର ଗୋଲା, ଗଡ଼ମା ଏଇଗୁରା ଭିଡ଼େ। ଆଉ କ'ଣ, ଆଉ କ'ଣଟା ଅଛି? ଲାଇସେନ୍ସ ନାହିଁ ଆମର। ଚୋରାରେ ଭିଡ଼ା ହେଉଛି, ଆଉ ଲାଇସେନ୍ସ କୋଉଠି ଆସିବ? ଚୋରାରେ ଭିଡ଼ା ହେଉଛି। ମୁଁ ନଥିଲି, ମୁଁ ଯାଇଥିଲି ଛେଳି ଚରାଇବାକୁ। କହିଲି ଶବ୍ଦ ଶୁଣି ଛେଳି କିଣିକି ଆଇଲୁ ଆମେ 2 ଜଣ ଯାକ। କାହାର? ଝିଅର 35। ପ୍ରଭାସିନୀ ମଳିକ। ଭଲ ଅଛି। କେଉଁ ମେଡ଼ିକାଲରେ କି କାଜୁଆଲିଟିରେ ହେଉଥିବ କି ମେଡ଼ିସିନ ହେଉଥିବ ମୁଁ ଜାଣିନି। କଟକରେ। ମୋ ନାଁ ମୋହନ କୁମାର ସାହୁ। ଏଇଟା 11:30 ଖଣ୍ଡେ ଟାଇମ୍ରେ ତାଙ୍କର ବୋଧେ ବାଣ ବେପାର କରନ୍ତି। ସେ ବୋଧେ ଘରେ ରଖିଥିଲେ କି କ'ଣ, କୌଣସି କାରଣରୁ ବାଣଟେ ନିଆଁ ଲାଗି ଯାଇଛି କି କ'ଣ କେମିତି ଆମେ ତ ଜାଣିନୁ, କିନ୍ତୁ ବାଣ ଠାରୁ ଅଧିକା ଶବ୍ଦ ହେଲା। ମାନେ ଏଠିକାର ନିହାତି 1 କିଲୋମିଟର ଦୂର ପର୍ଯ୍ୟନ୍ତ ସବୁ ଥରେଇ ଦେଲା, ପୁରା ଗୋଟେ ବଡ଼ ଆବାଦ ହେଲା। ତାପରେ ଆମେ ଆସିକି ଦୌଡ଼ା ଦୌଡ଼ି ଦେଖିଲା ବେଳକୁ ତାଙ୍କ ଭାଗ୍ୟଧର ମଲ୍ଲିକ, ଯେ ତାଙ୍କ ବଡ଼ ଝିଅ, ସେ ପୁରା ଟୋଟାଲି ସମ୍ପୂର୍ଣ୍ଣ ପୋଡ଼ି ଯାଇଛନ୍ତି। ତାଙ୍କ ମୁହଁ ଫୁହଁ ସବୁ ପୋଡ଼ି ଯାଇଛି, ବ୍ଲଡ଼ ବି ଗଦା ହେଇଛି। ତାପରେ ଆମେ 108କୁ ଫୋନ୍ କଲୁ। 108 ବାଲା କହିଲେ ଆଭେଲେବୁଲ୍ ନାହିଁ ଗାଡ଼ି, ଆପଣ ପର୍ସନାଲ୍ ବ୍ୟବସ୍ଥା କରନ୍ତୁ। ତାପରେ ଆମେ ପର୍ସନାଲ୍ ମାନେ ପୁଲିସ୍ ଷ୍ଟେସନ୍ ଫୋନ୍ କରିଥିଲୁ। ଥାନାବାଲା ଆସିଲେ, ଭେରିଫାଇ କଲେ, ତାଙ୍କରି ଗାଡ଼ିରେ ଆଇଏସି ନିଜେ ନେଇଗଲେ କହିକି ତାଙ୍କ ଷ୍ଟାଫ୍ଙ୍କୁ ପଠାଇଦେଲେ। ଭୟଙ୍କର, ମାନେ କହିହେବନି। ନୂଆ ନୂଆ ଖବର ଜାଣିବା ପାଇଁ ଆମ LNTVକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ।